ଯୌତୁକ ଜୁଇରେ ଆଉ ଏକ ନବବଧୂ। ଯୌତୁକ ଜନିତ ନିର୍ଯାତନା ସହି ନ ପାରି ବିଷ ଖାଇ ଆତ୍ମହତ୍ୟା କଲା ବଧୂ। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ଅଧୀନସ୍ଥ ନାଉଗାଁ ଥାନାର ଭଟଣା ଗ୍ରାମରେ। ଏହି ଗ୍ରାମରେ ପୂଜାରାଣୀ ଲେଙ୍କା ସେହି ଗ୍ରାମର ଭିକାରୀ ଲେଙ୍କାକୁ 13 ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ପୂଜାଙ୍କର ଏକ କନ୍ୟା ସନ୍ତାନ ଓ ଏକ ପୁତ୍ର ସନ୍ତାନ ହୋଇଥିଲା। ତେବେ କିଛି ଦିନ ପରେ ଭିକାରୀ ଲେଙ୍କା ଓ ତାଙ୍କ ପରିବାର ଲୋକେ ବାରମ୍ବାର ଅଧିକ ଯୌତୁକ ଟଙ୍କା ଦାବି କରି ବହୁ ପୂଜାରାଣୀ ଲେଙ୍କାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଯାହାକୁ ସହ୍ୟ ନ କରିପାରି ପୂଜାରାଣୀ ତାଙ୍କ ଭଟଣା ଗ୍ରାମରେ ଥିବା ବାପଘରକୁ ଚାଲି ଆସିଥିଲେ। କିନ୍ତୁ ବାରମ୍ବାର ଏପରି ଘଟଣାକୁ ଆଉ ସହ୍ୟ ନ କରିପାରି ମାନସିକ ଭାରସାମ୍ୟ ହରାଇ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯାହା ଜାଣିବା ପରେ ବାପଘର ଲୋକେ ପୂଜାରାଣୀକୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ସାରିବା ପରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ପୂଜାରାଣୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ତେବେ ଏହି ଘଟଣାକୁ ଆଧାର କରି ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ନାଉଗାଁ ଥାନା ପୁଲିସ ଷ୍ଟେସନରେ କରାଯାଇଥିବା ବେଳେ ଘଟଣାସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଜଗତସିଂହପୁରରୁ ପ୍ରଶାନ୍ତ ମଲ୍ଲିକଙ୍କ ରିପୋର୍ଟ, G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।